ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଏହି ଭିଡ଼ିଓ ମାଧ୍ୟମରୁ ଗଛ ଏବଂ ଗଛର ଫଳ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ଆପଣମାନେ ସର୍ବପ୍ରଥମେ ଗୋଟିଏ ବିଷୟ ଜାଣିବା ଦରକାର। ପ୍ରଭୁଙ୍କର ଦୃଷ୍ଟିରେ ଏହି ପୃଥିବୀ ବା ଏହି ଜଗତ ଗୋଟିଏ କ୍ଷେତ ସଦୃଶ୍ୟ ଏବଂ ଆମ୍ଭେମାନେ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଗୋଟିଏ ଗଛ ସଦୃଶ୍ୟ। ଆପଣମାନେ ବୁଝିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ମନୁଷ୍ୟ ବିଷୟରେ କୁହାଯାଇଅଛି ଏହି ଗଛ ବିଷୟରେ। ଆମ୍ଭେମାନେ ଗୋଟିଏ ଗୋଟିଏ ଗଛ ସଦୃଶ୍ୟ। ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ବ୍ୟକ୍ତି ଯଦି ଖରାପ, ତାହେଲେ ତାର କାର୍ଯ୍ୟ ମଧ୍ୟ ଖରାପ, ତାର କଥାବାର୍ତ୍ତା ମଧ୍ୟ ଖରାପ। ଯଦି ଗୋଟିଏ ବ୍ୟକ୍ତି ଯଦି ଭଲ, ତାହେଲେ ତାର କାର୍ଯ୍ୟ ମଧ୍ୟ ଭଲ, ତାର କଥାବାର୍ତ୍ତା ମଧ୍ୟ ଭଲ। ଭଲ ବ୍ୟକ୍ତି ଭଲ ହିଁ କହିବ ଏବଂ ଭଲ କର୍ମ କରିବ, ଏବଂ ମନ୍ଦ ବ୍ୟକ୍ତି ମନ୍ଦ ହିଁ କରିବ ଏବଂ ମନ୍ଦ କର୍ମ ମଧ୍ୟ କରିବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ଭଲ ବ୍ୟକ୍ତି ସେ ମନ୍ଦ କର୍ମ ମଧ୍ୟ କରିପାରେ ଏବଂ ଗୋଟିଏ ଖରାପ ବ୍ୟକ୍ତି ସେ ଭଲ କର୍ମ ମଧ୍ୟ କରିପାରେ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ, ଗଛ ଦ୍ୱାରା ଫଳ ଦ୍ୱାରା ଗଛ ଚିହ୍ନାଯାଏ। ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ପବିତ୍ର ବାଇବେଲରେ ଦେଖିବା ନିମନ୍ତେ ଯିବା ଏହି ବିଷୟରେ, ଗଛ ଏବଂ ଗଛର ଫଳ ବିଷୟରେ। କାରଣ ପ୍ରଭୁ ଯୀଶୁ ମନୁଷ୍ୟ ବିଷୟରେ କହୁଛନ୍ତି ଗଛକୁ ନେଇ ଏବଂ ଫଳକୁ ନେଇ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ ମାତିଉ ତାର 7 ତାର 15 ପଦରୁ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଦୟାକରି ଆପଣମାନେ ଦେଖନ୍ତୁ। ଯଦି ନଥାଏ ତାହେଲେ ଆପଣମାନେ ଲେଖିକି ମଧ୍ୟ ରଖନ୍ତୁ। ଆଉ ଥରେ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଦୃଷ୍ଟିରେ ଆମ୍ଭେମାନେ ଗୋଟିଏ ଗଛ ଏବଂ ଏହି ପୃଥିବୀ ହେଉଛି ଗୋଟିଏ କ୍ଷେତ। ଏହି ଜାଗାରେ ଲେଖାଯାଇଥିବା ବିଷୟ ମନୁଷ୍ୟମାନଙ୍କୁ ପ୍ରଭୁ ଯୀଶୁ କହୁଅଛନ୍ତି। ଆପଣମାନେ ବୁଝିବା ଦରକାର। ଆସନ୍ତୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଏହି ଜାଗାରେ ଲେଖାଯାଏ, ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ। କାହିଁକି ପ୍ରଭୁ ଯୀଶୁ ସାବଧାନ ବୋଲି କହୁଛନ୍ତି? ଭଣ୍ଡ ଭାବବାଦୀ ମାନଙ୍କ ଠାରୁ। ସେମାନେ ମେଣ୍ଢା ଭେଷରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଆପଣମାନେ ଦେଖନ୍ତୁ, ମେଣ୍ଢା ଭେଷରେ ଆସନ୍ତି, କିନ୍ତୁ ସେମାନେ ହିଂସ୍ରକ ବାଘ। ଏହି ଦୁଇ ପାର୍ଶ୍ୱର ଦୁଇଟି ଫଟୋକୁ ଆପଣମାନେ ଦେଖନ୍ତୁ, ବୁଝିପାରିବେ। ଜଣେ ବ୍ୟକ୍ତି ଧଳା ପୋଷାକ ପିନ୍ଧିଦେଲେ ସେ ଧାର୍ମିକ ହୋଇପାରିବ ନାହିଁ, ପବିତ୍ର ହୋଇପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର, ଜାଣିବା ଦରକାର। ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଏହି ଜାଗାରେ ପ୍ରଭୁ ଯୀଶୁ କହୁଛନ୍ତି, ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ, ସାବଧାନ। କାରଣ ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ ଏବଂ ସେମାନେ ମେଣ୍ଢା ଭେଷରେ ଆସନ୍ତି, ଧାର୍ମିକ ହୋଇ ଆସନ୍ତି, ଧଳା ପୋଷାକ ପିନ୍ଧି ଆସନ୍ତି, କିନ୍ତୁ ସେମାନଙ୍କର ଅନ୍ତରରେ ହିଂସ୍ରକ ବାଘ। ଏହା ହେଉଛି ଭଣ୍ଡ ଭାବବାଦୀ।
ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ବ୍ୟକ୍ତିମାନେ এই ଜାଗାରେ ବ୍ୟକ୍ତିଙ୍କ ବିଷୟରେ କୁହାଯାଉଅଛି, ଭାବବାଦୀ ବିଷୟରେ କୁହାଯାଉଅଛି, ପ୍ରଭୁଙ୍କର ଦାସ ବିଷୟରେ କୁହାଯାଉଅଛି। ଏମାନେ ନ ଛୁଉଣୁ ହିଁ ଧାର୍ମିକ। ଯଦି ଆପଣମାନେ ଥରେ ଯଦି ଛୁଇଁଦେବେ ତାହେଲେ ଫଣା ଟେକି ସେମାନେ ଆଗକୁ ବଢ଼ିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର, ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଶିକ୍ଷା ଦେଉଛନ୍ତି। ଯଦି ସଠିକ୍ ବିଷୟ ଯଦି କୁହାଯାଏ ତାହେଲେ ଲୋକମାନଙ୍କୁ ବାଦି ଯାଉଛି ଏବଂ ସେଇ ବାଦିଥିବା ବ୍ୟକ୍ତି, ଯେଉଁ ବ୍ୟକ୍ତି କୁହେ ବାଦିଲା ପରି, ସେଇ ବ୍ୟକ୍ତି କି ବର୍ତ୍ତମାନ ପସନ୍ଦ କରୁନାହାନ୍ତି। କାରଣ ଦ୍ୱିତୀୟ ତିମୋଥୀ ତାର 4 ପର୍ବ ତାର 3-4 ଯଦି ପଢ଼ିବେ ତାହେଲେ ସେଇ ଜାଗାରେ ଲେଖାଯାଏ, ବର୍ତ୍ତମାନ ସମୟରେ ଲୋକମାନେ ସତ୍ୟ ଶିକ୍ଷାକୁ ସହିପାରିବେ ନାହିଁ, କଳ୍ପିତ କାହାଣୀ ପ୍ରତି ମନ ଦେବେ ଏବଂ ସେମାନେ ନିଜର କାନକୁ ସୁନ୍ଦର ଲାଗିଲା ଭଳି ଶିକ୍ଷକମାନଙ୍କୁ ସଂଗ୍ରହ କରିବେ। ଲେଖାଯାଇଅଛି, ଆପଣମାନେ ଦେଖନ୍ତୁ, ଆପଣଙ୍କର ଗ୍ରାମରେ କିମ୍ବା ଆପଣଙ୍କର ସହରରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଆସିବେ, ପ୍ରଚାର କରିବା ପାଇଁ ଆସୁଥିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେମାନଙ୍କୁ ଆମେମାନେ ଚିହ୍ନିବା ଦରକାର, ସେମାନଙ୍କୁ ଜାଣିବା ଦରକାର, ସେମାନେ ଭଣ୍ଡ ଭାବବାଦୀ ନା ପ୍ରଭୁଙ୍କର ଭାବବାଦୀ। ସେମାନେ ଧାର୍ମିକ ବେଶରେ ଆସନ୍ତି, କିନ୍ତୁ ସେମାନଙ୍କର ଅନ୍ତରରେ କେମିତି ଅଛି? କାରଣ ପ୍ରଭୁ ଯୀଶୁ କହୁଅଛନ୍ତି, ଗୋଟିଏ ଗଛ ତାର ଫଳ ଦ୍ୱାରା ଚିହ୍ନାଯାଏ, ଗୋଟିଏ ମନୁଷ୍ୟ ତାର କର୍ମ ଦ୍ୱାରା ଚିହ୍ନାଯାଏ। କିନ୍ତୁ ଆସନ୍ତୁ ଏଇ ଜାଗାରେ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ଭଲ ବ୍ୟକ୍ତି ଭଲ ହିଁ କହିବ, ମନ୍ଦ ବ୍ୟକ୍ତି ମନ୍ଦ ହିଁ କହିବ। କେବେ ଭଲ ବ୍ୟକ୍ତି ମନ୍ଦ କରି ନପାରେ ଏବଂ ମନ୍ଦ ବ୍ୟକ୍ତି ଭଲ କରି ନପାରେ। ଦୁଇଟି ମଧ୍ୟରେ ବହୁତ ଫରକ ଅଛି। କିନ୍ତୁ ବର୍ତ୍ତମାନ ସମୟରେ ଚାଲିଛି, ଲୋକମାନଙ୍କ ସମ୍ମୁଖରେ ଜଣେ ବ୍ୟକ୍ତି ଭଲ ହେଇପାରେ ଏବଂ ହେଉଛନ୍ତି, କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରୁଛନ୍ତି ଏବଂ ସେ ନିଜେ ଜାଣିଛନ୍ତି, ସେମାନେ ନିଜେ ନିଜେ ଜାଣିଛନ୍ତି ଏବଂ ପ୍ରଭୁ ଜାଣିଛନ୍ତି। ଆମେ ଲୋକମାନଙ୍କ ପାଖରେ ଯଦି ଧାର୍ମିକ ଦେଖାଇ ହେବା, ଆମେ କେମିତି ଧାର୍ମିକ ଅଛୁ ପ୍ରଭୁ ଯୀଶୁ ଜାଣୁଛନ୍ତି, କାରଣ ସେ ଅନ୍ତଃକରଣ ଜାଣିବା ପରମେଶ୍ୱର ଅଟନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେଖାଯାଏ, ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ବା କାନକୋଳି ଗଛରୁ ଡିମ୍ବରି ଫଳ ତୋଳନ୍ତି, ସେହି ପ୍ରକାର ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ମନ୍ଦ ବ୍ୟକ୍ତି, ଖରାପ ବ୍ୟକ୍ତି, ସେ ଖରାପ ହିଁ କହିବ ଏବଂ ତାର ପୁତ୍ର ସନ୍ତାନ ଆଦି ମଧ୍ୟ ଖରାପ ହିଁ କହିବେ। ଏବଂ ଭଲ ବ୍ୟକ୍ତି ଭଲ ହିଁ କହିବ, କାରଣ ସେ ଯଦି ମନ୍ଦ କୁହେ ତାହେଲେ ନିଜକୁ ସେ ଅନୁତାପ କରିବ ଯେ ମୁଁ ମନ୍ଦ କହିଅଛି, ଆଉ ପୁନର୍ବାର ସେ ଭଲ କହିବା ପାଇଁ ଚେଷ୍ଟା କରିବ ଏବଂ କହିବ ମଧ୍ୟ, କାରଣ ନିଜର ହୃଦୟରୁ କଥା ବାହାରେ। ଲେଖାଯାଏ, ଭଲ ଗଛ ମନ୍ଦ ଫଳ ଫଳି ନପାରେ, କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନପାରେ। କୌଣସି ଗଛ ଭଲ ଫଳ ନ ଫଳେ ତା ହଣାଯାଇ ନିଆଁରେ ପକାଯାଏ। ଆର ଅର୍ଥ ହେଉଛି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଗୋଟିଏ ବ୍ୟକ୍ତି ଭଲ କାର୍ଯ୍ୟ ନ କରେ, ପ୍ରଭୁଙ୍କ ଦୃଷ୍ଟିରେ ଏବଂ ଲୋକମାନଙ୍କ ଦୃଷ୍ଟିରେ ମଧ୍ୟ ତାକୁ ହଣାଯାଇ ନିଆଁରେ ପକାଯାଏ। ଅର୍ଥାତ୍ ବ୍ୟକ୍ତିକୁ ମରିଲା ପରେ ସେଇ ବ୍ୟକ୍ତିଙ୍କୁ ଅଗ୍ନିରେ ପକା ଦିଆଯିବ। କିନ୍ତୁ ଲୁକରେ ଲେଖାଯାଏ ଗୋଟିଏ ବିଷୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ ତାର 6 ତାର 34, କାରଣ ଏପରି କୌଣସି ଭଲ ଗଛ ନାହିଁ ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପ୍ରକାର ଏପରି କୌଣସି ମନ୍ଦ ଗଛ ନାହିଁ ଯାହାକି ଭଲ ଫଳ ଫଳେ।
କିନ୍ତୁ ଲେଖାଯାଏ କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନା ଯାଏ। କଣ୍ଟା ଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟା ବୁଦାରୁ ଲୋକମାନେ ଦ୍ରାକ୍ଷା ଫଳ ତୋଳନ୍ତି ନାହିଁ। ଉତ୍ତମ ଲୋକ ଆପଣା ହୃଦୟରୁ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ଭଲ ବ୍ୟକ୍ତି ନିଜର ହୃଦୟରୁ ଭଲ କଥା ବାହାର କରେ। କିନ୍ତୁ ଲେଖାଯାଏ କାରଣ ହୃଦୟରୁ ପୂର୍ଣ୍ଣତାର ମୁଖ କଥା କହେ, ଏବଂ ମନ୍ଦ ବ୍ୟକ୍ତି ମନ୍ଦ ବା ହୃଦୟରୁ ଭଣ୍ଡାରରୁ ମନ୍ଦ କର୍ମ ବାହାର କରେ। ଆଉ ତୁମେମାନେ କାହିଁକି ମୋତେ ପ୍ରଭୁ ପ୍ରଭୁ ବୋଲି ସମ୍ବୋଧନ କରୁଅଛ, ମାତ୍ର ମୋର ବାକ୍ୟ ପାଳନ କରୁନାହ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଜଣେ ବ୍ୟକ୍ତି ଯଦି ଖରାପ, ତାହେଲେ ସେଇ ଚରିତ୍ର ମଧ୍ୟ ଖରାପ। ଯଦି ବ୍ୟକ୍ତି ଯଦି ଭଲ, ତାହେଲେ ତାର କାର୍ଯ୍ୟ ମଧ୍ୟ ଭଲ। କିନ୍ତୁ ଆପଣମାନେ ବୁଝିବା ଦରକାର, এই ବିଷୟ ପ୍ରଭୁ ଯୀଶୁ ମନୁଷ୍ୟମାନଙ୍କ ବିଷୟରେ କହୁଅଛନ୍ତି। କିନ୍ତୁ ଏମିତି ଲୋକମାନେ ମଧ୍ୟ ଅଛନ୍ତି, ସେମାନେ ବ୍ୟକ୍ତି ଭଲ କିନ୍ତୁ ସେମାନଙ୍କର କାର୍ଯ୍ୟ ଭଲ ନୁହେଁ। এই ପ୍ରକାର ଲୋକମାନଙ୍କୁ ଭଣ୍ଡ ଭାବବାଦୀ ବୋଲି ପ୍ରଭୁ ଯୀଶୁ କହୁଛନ୍ତି। କିନ୍ତୁ ବ୍ୟକ୍ତି ଖରାପ କିନ୍ତୁ ତାର କାର୍ଯ୍ୟ ଯଦି ଠିକ୍, এই ସାଂସାରିକ ଜଗତରେ ଜଣେ ବ୍ୟକ୍ତିକୁ ଆମେ ଖରାପ ବୋଲି କହିଥାଉ, କିନ୍ତୁ ତାର କାର୍ଯ୍ୟ ଠିକ୍ ଥାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଗୋଟିଏ ଗଛ ଆମେ ଯଦି ଫଳ ଫଳିବା ନାହିଁ, ତାହେଲେ ପ୍ରଭୁ ଯୀଶୁ ହାଣି ନିଆଁରେ ପକାଇଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଫଳ ଫଳିବା ଦରକାର।